କଥା ଶୁଣିକି ଗୌରବଙ୍କ ବାପା ବିନୋଦଙ୍କର ଦେହ ଖରାପ ହୋଇଯାଏ। ତାପରେ ରୁବି କୁହନ୍ତି, ତୁମେ ଯାହା କହୁଛ ସବୁ ଠିକ୍ ନା କ'ଣ ମମତା? ଆରେ ତମଠୁ ମୁଁ ଭଲସେ ଯାହା ମନକୁ ଆସେ ନା, ମୁଁ ସେସବୁ କଥା ସମସ୍ତଙ୍କ ସାମ୍ନାରେ ସିଧା ସିଧା କହିଦିଏ। ଆଉ ତମେ ଯେଉଁଭଳି ଉପରକୁ ଦେଖେଇ ହୋଇ କୌଣସି ଜିନିଷ ଉପରେ ପ୍ରତି ମୋହ ନାହିଁ। ଆଉ ତମେ ଏକଦମ ସାଧାସିଧା ଶାନ୍ତ ସରଳ ନିରୀହ ସ୍ତ୍ରୀ ଲୋକ। ଆଉ ଏଇ କଥା ମମତା ଗୋଟେ ବଡ଼ ଷଡ଼ଯନ୍ତ୍ରକାରୀ ଏ ଦୁନିଆରେ କେହି ବି ନଥାନ୍ତି। ଆଉ ବାସ୍ ମମତା, ନାଟକ କରିବା ମୋ ଆଖରେ କରିବା ନାହିଁ। ଆଉ ଯଦି ମୋ ମନରେ ଲୋଭ ନିହାତି ଥାନ୍ତା ନା, କାହାକୁ ନ ଜଣେଇ ତମେ ତମ ପରିବାର ସହ ଚୁପଚାପ ଚାଲି ଯାଇଥାନ୍ତା। ବଟ୍ ମମତା ଆସି ପଲ୍ଲବୀକୁ ସେସବୁ କଥା କହିଦିଅନ୍ତି। ଆଉ କହିସାରିଲା ପରେ ପଲ୍ଲବୀ ମମତାକୁ କୁହନ୍ତି, ସଦମା, ଯେଉଁ ଲୋକ ଦୟା ଆଉ ମହାନୁଭୂତିର ଯୋଗ୍ୟ ନୁହଁ, ସେ ଲୋକକୁ ଦୟା ଦେଖାଇବା ଉଚିତ ନୁହଁ। ଆପଣ ମୋ ପାଇଁ ଏତେ କ'ଣ କରୁଛନ୍ତି, ଆଉ ନିଜ ପାଇଁ କାହିଁକି କରିପାରିବନି? ମମତା ଏକଥା ଦିଅନ୍ତୁ, ଆଜିଠୁ ରୁବି ମାଉସୀ ଆପଣ ଯାହା ବି କହିବେ ଆପଣ ମୁହେଁ ମୁହେଁ ଜବାବ ଦେବେ। ଆଉ ଘରେ ଅଶାନ୍ତି ହେବ। ଆଉ ରୁବି ମାଉସୀଙ୍କ ଗଳା ପୁରି ଆସିଲାନି, ଆଉ ସେ ବହୁତ ଜଲ୍ଦି ଯାଉଛନ୍ତି। ଆପଣ କ'ଣ ଚାହୁଁଛନ୍ତି ପଲ୍ଲବୀ ଏମିତି କରନ୍ତୁ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।